ଜନାର୍ଦ୍ଦନ ବାବୁଙ୍କର ଏତେ ଅଭିଜ୍ଞତା ଅଛି, ସେ ମନ୍ତ୍ରୀ ଥିଲେ, ବିରୋଧୀ ଦଳ ନେତା ଥିଲେ। ତାଙ୍କରି ଆଗରେ ନୂଆ ବିଧାୟକ ହେଇଥିବା ସୁରେଶ ପୂଜାରୀଙ୍କର ଗାଡ଼ି ଯେତେବେଳେ ପେଁ ପେଁ କରି ଯାଉଛି ସାଇରେନ୍ ବଜେଇକରି, ସେତେବେଳେ ଜନାର୍ଦ୍ଦନ ମିଶ୍ରଙ୍କୁ ବାଧିବା ସ୍ୱାଭାବିକ। ଜନାର୍ଦ୍ଦନ ମିଶ୍ରଙ୍କର ଦୁଃଖ ସେ କହିପାରୁଛନ୍ତି। ଅନ୍ୟ ଅନେକ ବିଜେପି ନେତା ଅଛନ୍ତି ଯେଉଁମାନେ ମୁହଁ ଲୁଚେଇକରି କାନ୍ଦୁଛନ୍ତି, ସେମାନେ କହିପାରୁନାହାନ୍ତି। ଆସ୍ତେ ଆସ୍ତେ ଜଣେ ଜଣେ କରି କହିବେ। ବହୁତ ପୁରୁଖା ବିଜେପି ନେତା ମୋତେ ଆସିକରି କହିଲେ, ଆଜ୍ଞା ଜଣେ ମନ୍ତ୍ରୀ ଆମେ ତାଙ୍କୁ ଦେଖା କରିବାକୁ ଗଲାବେଳେ ଆମକୁ ଶୁଣୁଛୁ, ଆମକୁ କହୁଛନ୍ତି ହେ ଡାକ୍ତର ଗୁଡ଼ାକ ତାଙ୍କ କଥା କ'ଣ ଶୁଣିବେ। ଦେଖନ୍ତୁ ଜୟନାରାୟଣ ବାବୁଙ୍କ ଭିତରେ ଗୋଟେ ବହୁତ ଦୁଃଖ ଅଛି, ବହୁତ ବେଦନା ଅଛି, ବହୁତ ଅବସୋସ ଅଛି। କାରଣ ବହୁତ କମ୍ ଜାଗାରେ ଏମିତି ହେଇଥିବ ଯେ ଆଉଟ୍ ଗୋଇଂ ବିଧାନସଭାରେ ଯିଏ ବିରୋଧୀ ଦଳ ନେତା ଥିବେ, ସେଇ ଦଳ ପରବର୍ତ୍ତୀ ସମୟରେ ନିର୍ବାଚନ ଜିତିବ, ସରକାର ଗଢ଼ିବ ଏବଂ ସେ ସରକାରରେ ଯିଏ ବିରୋଧୀ ଦଳ ନେତା ଥିବେ ସେ ଜିତିକିରି ଆସିବେ ଏବଂ ତାଙ୍କୁ କୌଣସି ପଦପଦବୀ ମିଳିବ ନାହିଁ। ମାନେ ଯଦି ଆପଣ ଦେଖିବେ, ସେ ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେବା କଥା, ଯେହେତୁ ସେ ବିରୋଧୀ ଦଳ ନେତା ଥିଲେ। କିନ୍ତୁ ସବୁ ବିରୋଧୀ ଦଳ ନେତା ତ ଆଉ ମୁଖ୍ୟମନ୍ତ୍ରୀ ହୁଅନ୍ତିନି। କିନ୍ତୁ ମନ୍ତ୍ରୀ ପଦଟିଏ ପାଇବାକୁ ବି ସେ ଅଯୋଗ୍ୟ ହେବା, କାରଣ ସିଏ ପୂର୍ବରୁ ଯେତେବେଳେ ଓଡ଼ିଶାରେ ବିଜେଡ଼ି ବିଜେପି ସରକାର ଥିଲା, ସେତେବେଳେ ଜୟନାରାୟଣ ବାବୁ ମନ୍ତ୍ରୀ ଥିଲେ ଏବଂ ଯେତେ ସବୁ ଅନଭିଜ୍ଞ ବିଧାୟକ ଯେଉଁମାନେ ପ୍ରଥମ ଥର ପାଇଁ ବିଧାୟକ ହେଇକରି ଆସିଛନ୍ତି, ସେମାନେ ସବୁ ବଡ଼ ବଡ଼ କ୍ୟାବିନେଟ୍ ପାହ୍ୟାରେ ବସିଛନ୍ତି, ଦୁଧିଆଡ଼ି ବିଭାଗ ପାଇକରି ବସିଛନ୍ତି। ତା ଭିତରେ ଜୟନାରାୟଣ ବାବୁଙ୍କୁ ଯେତେବେଳେ ଅଣଦେଖା କରାହେଉଛି, ତାଙ୍କୁ ବାଧିବା ସ୍ୱାଭାବିକ। ଏହି କ୍ଷେତ୍ରରେ ଜୟନାରାୟଣ ବାବୁଙ୍କ ପ୍ରତି ମୋର ସବୁ ପ୍ରକାରର ସମବେଦନା ଅଛି ଏବଂ ସେ ମାନେ ପାଇବା ପାଇଁ ତାଙ୍କର ସବୁ ପ୍ରକାର ଯୋଗ୍ୟତା ମଧ୍ୟ ଅଛି। ଏବଂ ତାଙ୍କର ସବୁଠୁ ବଡ଼ ସମସ୍ୟାଟି ହେଉଛି ଯେ ସୁରେଶ ପୂଜାରୀ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି ଏବଂ ସମ୍ବଲପୁର ରାଜନୀତିକୁ ଯେଉଁମାନେ ଜାଣନ୍ତି, ସେମାନେ ଗୋଟେ ପ୍ରକାର ଭଲ କରି ଜାଣିଛନ୍ତି ଯେ ଜୟନାରାୟଣ ମିଶ୍ର ବନାମ ସୁରେଶ ପୂଜାରୀ ଇଏ ହେଉଛି, ଏ ଦୁଇ ଜଣଙ୍କୁ ଆପଣ ଗୋଟିଏ ଗୁଡ଼ାରେ କଦାପି ରଖିପାରିବେ ନାହିଁ। ତ ତାଙ୍କରି ଆଗରେ ଜୟନାରାୟଣ ବାବୁଙ୍କର ଏତେ ଅଭିଜ୍ଞତା ଅଛି, ସେ ମନ୍ତ୍ରୀ ଥିଲେ, ବିରୋଧୀ ଦଳ ନେତା ଥିଲେ। ତାଙ୍କରି ଆଗରେ ନୂଆ ବିଧାୟକ ହେଇଥିବା ସୁରେଶ ପୂଜାରୀଙ୍କର ଗାଡ଼ି ଯେତେବେଳେ ପେଁ ପେଁ କରି ଯାଉଛି ସାଇରେନ୍ ବଜେଇକରି, ସେତେବେଳେ ଜୟନାରାୟଣ ମିଶ୍ରଙ୍କୁ ବାଧିବା ସ୍ୱାଭାବିକ। ତେଣୁ ସେ ଯାହା କହିଛନ୍ତି ତାଙ୍କର ଦୁଃଖ ସହିତ ଆମକୁ, ତାପରେ ତ ବର୍ତ୍ତମାନ ଆଉ ଗୋଟେ କଥା ହେଇଛି ଯେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନେତାମାନଙ୍କୁ ତ କିଛି ମିଳିବାର ନାହିଁ। ବିଜେପି ନେତା ମାନେ ବିଜେପି ଭିତରେ ଅଲୋଡ଼ା ହେଲେଣି। ଆପଣ ଦେଖୁଛନ୍ତି ରାଜ୍ୟସଭା ନିର୍ବାଚନ ଚାଲିଛି, 3ଟି ପଦବୀରେ ନିର୍ବାଚନ ହେଉଛି। 3ଟିରୁ 2 ଜଣ ଯାକ ହେଉଛନ୍ତି ବିଜେଡ଼ିରୁ ଆସିଥିବା ନେତା। ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ୁଛନ୍ତି ସ୍ୱାଧୀନ ଭାବରେ, ଯାହାଙ୍କୁ ବିଜେପି ସମର୍ଥନ କରୁଛି ଏବଂ ସୁଜିତ କୁମାର ଏଇ ମାନେ ନିର୍ବାଚନ ପରେ ଯାଇକରି ବିଜେଡ଼ି ଡେଇଁକିରି ଆସିଛନ୍ତି। ତାଙ୍କୁ 2 ଥର ବିଜେପି ପଠେଇଲାଣି ରାଜ୍ୟସଭାକୁ। ତା ଭିତରେ ଯେଉଁମାନେ ମୂଳ ବିଜେପି ନେତା, ସେମାନେ ବେଚାରେ ମୁହଁ ଲୁଚେଇକରି କାନ୍ଦିବା ଛଡ଼ା ତାଙ୍କର କ'ଣ ଅଛି। ତାପରେ କାହାକୁ ତ କିଛି ମିଳୁନି। 6ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି, କମିଶନ ପଦବୀ ଗୁଡ଼ାକ ଖାଲି ପଡ଼ିଛି, ସବୁ ତ ଖାଲି ପଡ଼ିଛି। ତେଣୁ ଜୟନାରାୟଣ ମିଶ୍ରଙ୍କର ଦୁଃଖ ସେ କହିପାରୁଛନ୍ତି। ଅନ୍ୟ ଅନେକ ବିଜେପି ନେତା ଅଛନ୍ତି ଯେଉଁମାନେ ମୁହଁ ଲୁଚେଇକରି କାନ୍ଦୁଛନ୍ତି, ସେମାନେ କହିପାରୁନାହାନ୍ତି। ଆସ୍ତେ ଆସ୍ତେ ଜଣେ ଜଣେ କରି କହିବେ। ସେ ମେଣ୍ଟ ସରକାରରେ ଥିଲେ ମନ୍ତ୍ରୀ, ସେମାନେ ନବୀନ ତାଙ୍କୁ ବିଶ୍ୱାସ କରିଥିଲେ, କିନ୍ତୁ ନିଜ ଦଳର ଲୋକ ବିଶ୍ୱାସ କରିପାରୁନାହାନ୍ତି। ମେଣ୍ଟ ସରକାରରେ ସେ ଯେତେବେଳେ ମନ୍ତ୍ରୀ ଥିଲେ, ସେତେବେଳେ ଉଭୟ ଦଳ ଭିତରେ ତ ଗୋଟେ ମାନେ ଧରନ୍ତୁ ବିଜେପି ଯାହାକୁ ସଜେଷ୍ଟ କରିଥିବ ନବୀନ ବାବୁ ତାକୁ ନେଇଥିବେ। କିନ୍ତୁ ନବୀନ ବାବୁ ଯେଉଁ କିଛି ବିଜେପି ମନ୍ତ୍ରୀଙ୍କୁ ଡ୍ରପ୍ କରିଥିଲେ, ସେତେବେଳେ ତାଙ୍କ ଭିତରେ ଜୟନାରାୟଣ ବାବୁ ନଥିଲେ। ସେତେବେଳେ ପ୍ରଦୀପ୍ତ ନାୟକ, ପ୍ରଶାନ୍ତ ନନ୍ଦ ଇତ୍ୟାଦିଙ୍କୁ ଯେତେବେଳେ ମନ୍ତ୍ରିମଣ୍ଡଳରୁ ବିଦା କଲେ ନବୀନ ବାବୁ, ଜୟନାରାୟଣ ବାବୁ ଥିଲେ। ତା ଅର୍ଥ ଜୟନାରାୟଣ ବାବୁଙ୍କର ବିଶ୍ୱାସ ହେଇକରି ସେ ଥିଲେ ନିଶ୍ଚିତ ଭାବରେ। ତେଣୁ ମୁଁ ଭାବୁଛି ଯେ ସେ ପରବର୍ତ୍ତୀ ସମୟରେ ଯଦିଓ ସେ ନିଜକୁ ବହୁତ ପରିମାଣରେ ନବୀନ ପଟ୍ଟନାୟକ ବିରୋଧୀ ବୋଲିକି ସେ କହନ୍ତି, କିନ୍ତୁ ନବୀନ ବାବୁଙ୍କ ସହିତ ତାଙ୍କର ସମ୍ପର୍କ ଏତେ ଖରାପ ବି ନୁହଁ। ତାପରେ ଜୟନାରାୟଣ ବାବୁଙ୍କର ମୁହଁଟି ଟିକେ ଟାଣ, କିନ୍ତୁ ତାଙ୍କର ଯଦି ଭିତରିଆ ଆପଣ ଯଦି ଦେଖିବେ, ସେ ଯାହା ଅନ୍ୟ ନେତାମାନଙ୍କ ତୁଳନାରେ ଜୟନାରାୟଣ ବାବୁଙ୍କୁ ଆପଣ କହିପାରିବେ ଯେ ସେ ସ୍ପଷ୍ଟବାଦୀ ନେତା। ମାନେ ମୁହଁରେ ଗୋଟେ କଥା କହିବା, ଭିତରେ ଆଉ ଗୋଟେ କଥା ରଖିବା, ଏଇଟା ତାଙ୍କ ଦ୍ୱାରା ହୁଏ ନାହିଁ। ସେଇଟା ବି ରାଜନୀତିରେ ତାଙ୍କ ପାଇଁ ଗୋଟେ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରୁଛି। କାରଣ ସେ ଲୁଚା ଚୋରାରେ ମୁହଁରେ ମାନେ ବଡ଼ ମଧୁରିଆ ବ୍ୟବହାର ସେ କରିପାରିବେ ନାହିଁ। ସେ ମଝିରେ ମଝିରେ କହିଦେଉଛନ୍ତି ବୋଲି ତାଙ୍କୁ ଜାଣିଛନ୍ତି ଯେ ସେ ସରକାର ବାହାରେ ରହିଲେ ବି ସମସ୍ୟା, ସରକାର ଭିତରେ ରହିଲେ ବି ସମସ୍ୟା। ଜୟନାରାୟଣ ବାବୁଙ୍କର ଯେଉଁ ଜିଭଟି ଅଛି, ସେଇଟା ଯେହେତୁ ଗୋଟେ ଡିପ୍ଲୋମାଟିକ୍ ଜିଭ ନୁହଁ, ତେଣୁ ସେ ତାଙ୍କର ଅସୁବିଧା ହେଉଛି। ଏବଂ ବର୍ତ୍ତମାନ ଯେଉଁ ସରକାରରେ ଯେଉଁମାନେ ଅଛନ୍ତି, ସେମାନେ ଜୟନାରାୟଣ ବାବୁଙ୍କୁ ସାମିଲ କରିବାକୁ ଚାହୁଁନାହାନ୍ତି। ଯଦି ସାମିଲ କରୁନାହାନ୍ତି ସାର୍, ପରବର୍ତ୍ତୀ ସମୟରେ ଜୟନାରାୟଣ ମିଶ୍ର ବିଜେଡିକୁ ଆସିବାର ସମ୍ଭାବନା ଥାଇପାରେ। ଦେଖନ୍ତୁ, ମୁଁ ସେଇଆ ଭାବୁନାହିଁ। ଜୟନାରାୟଣ ବାବୁଙ୍କର ଗୋଟେ ବିଜେପି ଲୟାଲ୍ଟି ଅଛି।
ଜୟନାରାୟଣ ବାବୁ ଅନ୍ୟ ଦଳକୁ ଡେଇଁକିରି ଗଲା ଭଳିଆ ସ୍ଥିତିରେ ନାହାନ୍ତି, କିନ୍ତୁ ସେ ଦଳ ଭିତରେ ତାଙ୍କର ଯେଉଁ ରିବେଲିୟସ୍ ଆଟିଚ୍ୟୁଡ୍ ଅଛି ସେଇଟା ରହିବ, ସେଇଟାକୁ କେହି ଅଟକେଇ ପାରିବେନି। ସାର୍ ଯଦି ଆମେ ଦେଖିବା ବସନ୍ତ ପଣ୍ଡା ହେଇଗଲେ, ମହନ୍ତ ହେଇଗଲେ, ତାମାନଙ୍କୁ ବିଜେପି ନେଇକିରି ୟୁଜ୍ କରିକି ବିଜେପି ଭିତରେ ବିଜେପି ନେତାମାନଙ୍କୁ ଅଣଦେଖା କରିବାଟା ବିଜେପି ପାଇଁ ମହଙ୍ଗା ପଡ଼ିବ। କାରଣ ଯେଉଁମାନେ ଦୀର୍ଘ ବର୍ଷ ଧରିକିରି ବିଜେପି ପାଇଁ କାମ କରିଛନ୍ତି, ଖଟିଛନ୍ତି, ସେମାନଙ୍କୁ ଆପଣ ଯେତେବେଳେ ନିଜର କର୍ମୀମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବେ ଏବଂ ନୂଆ ନୂଆ ଏବଂ ବର୍ତ୍ତମାନ ଆପଣ ଦେଖିବେ ଯେ ପୁରା ସରକାରରେ ବିଜେଡ଼ି ସମୟର ଯେଉଁମାନେ କଣ୍ଟ୍ରାକ୍ଟର ସେମାନେ ଖାଇକିରି ଅଛନ୍ତି, ସପ୍ଲାୟର ସେମାନେ ଖାଇକିରି ଅଛନ୍ତି। ଗୋଟେ ମଜା କଥା ଆପଣ ଜାଣିଛନ୍ତି, ଯେଉଁମାନେ ବିଜେଡ଼ି ସରକାର ସମୟରେ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ପାଇଥିଲେ ସେମାନେ ଏଇ ସରକାରରେ ବି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ପାଉଛନ୍ତି। ଅର୍ଥାତ୍ କେଉଁଠି ନା କେଉଁଠି ଗୋଟେ ପ୍ରକାର ବିଜେଡ଼ି ସରକାର ହିଁ ଚାଲିଛି, ବିଜେଡ଼ି ସିଷ୍ଟମ୍ ହିଁ ଚାଲିଛି। ମୋହନ ମାଝୀ ବିଜେପି ସିଷ୍ଟମ୍ କରିପାରିନାହାନ୍ତି। ଯେଉଁମାନେ ମାନେ 20 ବର୍ଷ ଧରିକିରି 25 ବର୍ଷ ଧରିକିରି ନବୀନ ପଟ୍ଟନାୟକ ସରକାରର ଏକଦମ ଖାସ୍ ଲୋକ ହେଇକିରି ଥିଲେ, ସେଇମାନେ ଏଇ ସରକାର ବି ଖାସ୍ ଲୋକ ହେଇକିରି ବସିଛନ୍ତି। ବିଜେପି ନିଜ କ୍ୟାଡରକୁ ଫୋପାଡ଼ି ଦେଇଛି, କାରଣ ତାଙ୍କୁ ଲାଗୁଛି ଯେ ତାଙ୍କ କ୍ୟାଡର ତାଙ୍କୁ ଜିତେଇ ପାରିବେନି। ଏବଂ ଆଗାମୀ ଦିନରେ ମୁଁ ଆପଣଙ୍କୁ ଆଉ ଗୋଟେ ସୂଚନା ଏଇଠି ଦେବାକୁ ଚାହୁଁଛି ଯେ ସେମାନେ ଚାହୁଁଛନ୍ତି ଯେ ବିଜେଡ଼ିରୁ ଯେତେ ଅଧିକ ନେତା ଆସିପାରିବେ ସେଥିପାଇଁ ସେମାନେ ଦୁଆର ଖୋଲା ରଖିଛନ୍ତି। ସେମାନେ ଭାବୁଛନ୍ତି ସେଇମାନଙ୍କର ଦୟାରେ ସେମାନେ ଜିତିବେ। ତାଙ୍କୁ ଲାଗୁଛି ଯେ ବିଜେପି ଭିତରେ ଯେଉଁ ନେତାମାନେ ଅଛନ୍ତି ଏମାନେ କେଉଁ କାମକୁ ନୁହନ୍ତି। ମାନେ ଜଣେ ଜଣେ ବହୁତ ପୁରୁଖା ବିଜେପି ନେତା ମୋତେ ଆସିକି କହିଲେ, ଆଜ୍ଞା ଜଣେ ମନ୍ତ୍ରୀ ଆମେ ତାଙ୍କୁ ଦେଖା କରିବାକୁ ଗଲାବେଳେ ଆମକୁ ଶୁଣୁଛୁ, ଆମକୁ କହୁଛନ୍ତି ହେ ଡାଉଟର ଗୁଡ଼ାକ ତାଙ୍କ କଥା କ'ଣ ଶୁଣିବେ। ବିଜେପି ନେତା ବିଜେପି କର୍ମୀମାନଙ୍କୁ କହୁଛନ୍ତି ଏ ସବୁ ଡାଉଟର ଗୁଡ଼ାକ ଏଙ୍କ କଥା କ'ଣ ଶୁଣିବେ। ପରିସ୍ଥିତି ବର୍ତ୍ତମାନ ସେଇ ସ୍ତରକୁ ଆସିଲାଣି।